ମୁଁ ହେଉଛି ବର୍ଷା ପଣ୍ଡା। ଆଜି ଗୋଟେ ଅଧୁରା ଲଭ୍ ଷ୍ଟୋରି କାହାଣୀ ନେଇକି ଆସିଛି। କାହାଣୀଟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। କାହାଣୀଟା ଭଲ ଲାଗିଲେ କମେଣ୍ଟ କରି ଜଣାଇବେ। ଆଶିଷ ଏକ ମଧ୍ୟମ ବର୍ଗର ପିଲା। ଭୁବନେଶ୍ୱରରେ ଏମ୍ଏ ପଢ଼ୁଥିବା ସମୟରେ ଏହା ଘଟିଥିଲା। ସେ ଦେଖିଥିଲା ଆଉ ଏକ ଛାତ୍ରୀ ନୀତି, ଶାନ୍ତ ସ୍ୱଭାବର ଏବଂ ଖୁବ୍ ଧୈର୍ଯ୍ୟଶୀଳ। ପ୍ରଥମ ଦୃଷ୍ଟିରେ ଆଶିଷ ତାଙ୍କ ଉପରେ ଭଳି ପଡ଼ିଗଲା। ପୁସ୍ତକାଳୟରେ ଦିନେ ତାଙ୍କ ଦୁଇଜଣଙ୍କର ପରିଚୟ ହେଲା। ଆଶିଷ ନୀତିଙ୍କୁ ମନୋଭାବ ଜଣେଇଲେ। ନୀତି ପ୍ରଥମେ ଅପରିଚିତ ଥିଲେ ବି ତାଙ୍କର ସ୍ପଷ୍ଟତା ଓ ସତ୍ତା ଆଶିଷଙ୍କୁ ଆକର୍ଷିତ କରିଥିଲା। ଏକ ସାଧାରଣ ଦିନରେ ଦୁଇଜଣ ଧୀରେ ଧୀରେ ଅନୁଭବ କଲେ ଯେ ତାଙ୍କର ମନ ଏକ ଅଜଣା ସ୍ଥାନରେ ମିଳୁଛି। ନୀତି ମଧ୍ୟ ଆଶିଷଙ୍କ ସହ ଥିବାରେ ଶାନ୍ତି ଅନୁଭବ କରୁଥିଲେ। ଦୁଇଜଣ ଏବେ ନିୟମିତ ଭାବେ ଦେଖା ହେଉଥିଲେ। ଅଧ୍ୟୟନ, ସଂସ୍କୃତି ଓ ଭବିଷ୍ୟତ ସ୍ୱପ୍ନ ନେଇ ଦୁଇଜଣ ଅନେକ କଥା ହେଉଥିଲେ। ଏହି ସମୟ ବିତିଥିଲା ମଧୁର ସ୍ମୃତି ଭରିତ। ଆଶିଷ ଚାହିଁଥିଲେ ଏହି ସମ୍ପର୍କକୁ ଗମ୍ଭୀର କରିବା, ନୀତି ତଥାପି ଦ୍ୱନ୍ଦ୍ୱରେ ଥିଲେ। ନୀତିଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିପାରୁନାହିଁ। ସେମାନେ ନୀତି ପାଇଁ ଏକ ଅନ୍ୟ ପ୍ରସ୍ତାବ ଦେଖୁଥିଲେ। ନୀତି ଅନ୍ତର୍ଦ୍ୱନ୍ଦ୍ୱରେ ପଡ଼ିଗଲେ ଏକ ପକ୍ଷରେ ପ୍ରେମ, ଅନ୍ୟ ପକ୍ଷରେ କର୍ତ୍ତବ୍ୟ। ନୀତି ଆଶିଷଙ୍କୁ କହିଦେଲେ ଯେ ସେ ଏହି ସମ୍ପର୍କ ଆଗକୁ ନେଇପାରିବେ ନାହିଁ। ଆଶିଷ ଭାଙ୍ଗିଗଲେ, କିନ୍ତୁ ନୀତିଙ୍କ ସମ୍ମାନକୁ ଧରି ରହିଲେ। ଦୁଇଜଣ ଶାନ୍ତ ଭାବେ ବିଦାୟ ନେଲେ, ଆଉ ନ ଭେଟିବା ପ୍ରତିଜ୍ଞା ସହ। ଆଶିଷ ସେଠାରୁ ଦୂରେ ଗଲେ। ଏବେ ସେ ଜଣେ ଶିକ୍ଷକ। ସେ ଜଣେ ସାଧାରଣ ଲୋକ, କିନ୍ତୁ ତାଙ୍କ ମନରେ ଏପର୍ଯ୍ୟନ୍ତ ନୀତି ଅଛନ୍ତି। ନୀତି ବି ବିବାହ କରିଥିଲେ, କିନ୍ତୁ ତାଙ୍କ ଆଖି ଏପର୍ଯ୍ୟନ୍ତ ଆଶିଷକୁ ଖୋଜେ। ବର୍ଷ ପରେ ଏକ ଅନୁଷ୍ଠାନରେ ଦୁଇଜଣ ଅପେକ୍ଷା କରୁଥିବା ବେଳେ ଏକାଏକି ଦେଖାହେଲେ। ଦୁଇଜଣଙ୍କ ଆଖି ଲୁଚାଉଥିଲେ ଅନେକ ଅଭିମାନ, ଅନେକ ଭଲପାଇବା। କିଛି ଅଣକହା ଅନୁଭୂତି ଅଭିବ୍ୟକ୍ତ ହେବା ମୁହୂର୍ତ୍ତ ଥିଲା। ନୀତି କହିଲେ, ମୁଁ ତୁମକୁ ଭୁଲିପାରିନି ଆଶିଷ। ମୋ ଜୀବନ ଆଉ ହସେନି। ଆଶିଷ ହସିଗଲେ, କହିଲେ, ମୁଁ ଏଯାଏ ପର୍ଯ୍ୟନ୍ତ ତୁମଠାରୁ ଶିଖିଛି କିପରି ଭଲ ପାଇବାକୁ। ଦୁଇଜଣ ଆଉ ଗଠନ କରିପାରିଲେନି ସମ୍ପର୍କ, କିନ୍ତୁ ଏହି ଅପରିପୂର୍ଣ୍ଣ ପ୍ରେମ ଏମିତି ଏକ ସ୍ମୃତି ହେଲା, ଯାହା ଜୀବନକୁ ଅନ୍ୟ ଏକ ଅର୍ଥ ଦେଇଗଲା। ସମୟ ଖେଳ କରିଥିଲା, କିନ୍ତୁ ପ୍ରେମ ହାରିଥିଲା ନାହିଁ।